আজি ହେଉଛି କାର୍ଗିଲ ବିଜୟ ଦିବସ। କାର୍ଗିଲ ଯୁଦ୍ଧରେ ଓଡ଼ିଶାରୁ ପ୍ରଥମ ଶହୀଦ ହୋଇଥିଲେ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗ୍ରାମର ଗୋପୀନାଥ ମହାରାଣା। ଗୋପୀନାଥ ମାତ୍ର 18 ବର୍ଷ ବୟସରେ 528 ବାଟାଲିୟନରେ ଯୋଗ ଦେଇ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ। କାର୍ଗିଲ ଯୁଦ୍ଧ ସମୟରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ନେଇ ଯାଉଥିବା ବେଳେ 1999 ମସିହା ମେ ମାସ 19 ତାରିଖରେ ଶତ୍ରୁ ପକ୍ଷର ଗୁଳିରେ ମାତ୍ର 23 ବର୍ଷ ବୟସରେ ଶହୀଦ ହୋଇଯାଇଥିଲେ ସେ। ଇତିମଧ୍ୟରେ କାର୍ଗିଲ ଯୁଦ୍ଧକୁ ପୁରୀ ଗଲାଣି 24 ବର୍ଷ। ଶହୀଦ ହୋଇଯାଇଥିବା ଗୋପୀନାଥଙ୍କୁ ଝୁରୁଛି ତାଙ୍କର ଏହି ଜନ୍ମ ମାଟି। ଗୋପୀନାଥ ମହାରାଣା ହେଉଛନ୍ତି ଆମର ଗାଁର ଜଣେ ପୁଅ, ଆମର ଭାଇ ହେବେ ସେ। ଓଡ଼ିଶାର ପ୍ରଥମ କାର୍ଗିଲରେ ଶହୀଦ ହୋଇଥିବା ଗୋପୀନାଥ ମହାରାଣା ଏ ମାଟିର ପୁଅ। ରଙ୍ଗଲତା ମହାରାଣା, ମୁଁ ତାଙ୍କର ସାନ ବୋଉ ହେବି। ସେ କାର୍ଗିଲରେ ପ୍ରଥମ ଶହୀଦ ହେଇଛନ୍ତି, ଆମେ ବହୁତ ଖୁସି। ଆଉ ଚାଲିଗଲେ, ତିନି ଭାଇଙ୍କ ଭିତରୁ ବଡ଼ ଭାଇ ଚାଲିଗଲେ, ଆଉ ସେଥିପାଇଁ ଦୁଃଖିତ। କାର୍ଗିଲ ଦିବସ ଶହୀଦ ଦିବସ ଯେତେବେଳେ ସାନ ଭାଇ ସବୁବେଳେ ତ ମନେ ପଡ଼େ, ଯେତେବେଳେ ଟିଭିରେ ଦେଖିବି, ଯେତେବେଳେ ଦେଶାତ୍ମକ ଯେତେବେଳେ ଦେଖିଲେ ବି ତାର କଥା ମନେ ପଡ଼ିଯାଏ ଖାଲି। କଟକ ଜିଲ୍ଲାରୁ ମହେଶ୍ୱର ବେହେରାଙ୍କ ରିପୋର୍ଟ, ସତ୍ୟମ ଟିଭି।